ଥରେ ଜଣେ ବହୁତ ସୁନ୍ଦର ଝିଅ ଏକ ରାଜାଙ୍କ ଦରବାରରେ ନୃତ୍ୟ କରୁଥିଲେ, କିନ୍ତୁ ରାଜା ବହୁତ ଅସୁନ୍ଦର ଥିଲେ। ନୃତ୍ୟ କରୁଥିବା ଝିଅଟି ଗୋଟେ ପ୍ରଶ୍ନ ପାଇଁ ରାଜାଙ୍କୁ ଇଜାଜତ ମାଗିଲେ। ତ ରାଜା କହିଲେ, ଠିକ୍ ଅଛି, ଚାଲ କ'ଣ ପଚାରିବ ପଚାର। ତାପରେ ସେ ଝିଅଟି ରାଜାଙ୍କୁ କହିଲା, ଯେବେ ସୁନ୍ଦରତା ବଣ୍ଟା ହେଉଥିଲା ଆପଣ କେଉଁଠି ଥିଲେ? ଏହା ଶୁଣି ରାଜା ରାଗିବା ବଦଳରେ ହସିକି କହିଲେ, ଯେବେ ତୁମେ ସୁନ୍ଦରତା ପାଇଁ ଲାଇନରେ ଛିଡ଼ା ହୋଇଥିଲ ଏବଂ ସୁନ୍ଦରତା ନେଉଥିଲ, ସେତେବେଳେ ମୁଁ କିସ୍ମତର ଲାଇନରେ ଛିଡ଼ା ହୋଇ କିସ୍ମତ ନେଉଥିଲି। ଆଉ ଆଜି ତୁମ ଭଳି ସୁନ୍ଦରୀ ଝିଅଙ୍କୁ ମୁଁ ଗୁଲାମ କରି ମୋ ରାଜଦରବାରରେ ନୃତ୍ୟ କରାଉଛି। ବନ୍ଧୁଗଣ, ସେଥିପାଇଁ ସୁନ୍ଦରତା ଭର୍ସେସ୍ ଭାଗ୍ୟକୁ ନେଇ କବିମାନେ କହିଯାଇଛନ୍ତି, ସୁନ୍ଦରତା ନ ମାଗି ଭାଗ୍ୟ ମାଗନ୍ତୁ। କାହିଁକି ନା ସୁନ୍ଦରୀମାନେ ତ ପ୍ରାୟତଃ ଭାଗ୍ୟବାନମାନଙ୍କ ଗୁଲାମ ହୋଇଥାନ୍ତି। ସେଥିପାଇଁ ଯାହା ଭାଗ୍ୟରେ ଅଛି ତାହା ଯେମିତି ହେଲେ ଦୌଡ଼ିକି ଆସିବ, ଆଉ ଯାହା ଭାଗ୍ୟରେ ନାହିଁ ତାହା ଆସିକି ମଧ୍ୟ ଚାଲିଯିବ। ଯେଉଁଠି ସବୁ କିଛି ବିକ୍ରି ହୁଏ ବନ୍ଧୁଗଣ, ସେଠି ଟିକେ ସମ୍ଭାଳିକି ରହିବ। କାହିଁକି ନା ବିକିବା ବାଲା ତ ହାୱା ମଧ୍ୟ ବିକ୍ରି କରିଦିଅନ୍ତି ବେଲୁନରେ ଭର୍ତ୍ତି କରିକି। ଏଠି ସତ ବି ବିକ୍ରି ହୁଏ ଏବଂ ମିଛ ବି ବିକ୍ରି ହୁଏ। ବିକ୍ରି ହୁଏ ପ୍ରତ୍ୟେକ କାହାଣୀ। ଏଠି ତିନି ଦିଗରେ ବାଣ୍ଟି ହୋଇଛି, ତଥାପି ବିକ୍ରି ହୁଏ ବୋତଲରେ ପାଣି। ବନ୍ଧୁଗଣ, କେବେ ଫୁଲ ପରି ବଞ୍ଚିବନି। ତୁମେ ଯେଉଁଦିନ ଫୁଲ ହୋଇ ଫୁଟିବ, ତୁମେ ଭାଙ୍ଗିବ ଏବଂ ବିକ୍ଷିପ୍ତ ହୋଇ ପଡ଼ିବ। ଯଦି ତୁମେ ବଞ୍ଚିବାକୁ ଚାହୁଁଛ, ପଥର ପରି ବଞ୍ଚ। ଯେଉଁଦିନ ତୁମେ ଖୋଦିତ ହେବ, ତୁମେ ଭଗବାନ ହୋଇଯିବ। ବନ୍ଦ କରି ଦେଇଛନ୍ତି ସାପ ଧରାଳୀମାନେ ସାପମାନଙ୍କୁ ଏହା କହିକି, ଯେବେ ମଣିଷ ହିଁ ମଣିଷକୁ ଚୋଟ ମାରିବା କାମରେ ଆସିପାରିବ, ତେବେ ଆମର ଆବଶ୍ୟକତା କ'ଣ ଦରକାର? ଆତ୍ମହତ୍ୟା କରିନେଲେ ଗିର୍ଗିଟ୍ ସୁଇସାଇଡ୍ ନୋଟ୍ ଛାଡ଼ିକି, ଏବେ ମଣିଷଠୁ ବେଶୀ ମୁଁ ରଙ୍ଗ ବଦଳେଇ ପାରିବିନି କହି। ଏବେ ଗିଦ୍ଧ ବି କେଉଁଠି ଚାଲିଗଲାଣି, ଲାଗୁଛି ସେ ଦେଖିନେଲା କି ମଣିଷ ମୋଠୁ ଭଲ ନାଚି ପାରୁଛି। ଏବଂ କୁକୁରମାନେ ମଧ୍ୟ କୋମାକୁ ଚାଲିଗଲେଣି ଏହା ଦେଖିକି, କେତେ ବଢ଼ିଆ ତଲୁଆ ଚାଟିପାରେ ଏ ମଣିଷ। ଏଠି କେହି ଟୋପି ବିକିଦିଏ ତ କେହି ପଗଡ଼ି ବିକିଦିଏ। ମିଳେ ଯେବେ ଏଠି ଭଲ ଭାବ, ଜଜ୍ ମଧ୍ୟ ତାଙ୍କ ଚୌକି ବିକିଦିଏ। ଏଠି ଜଳେଇ ଦିଆଯାଏ ଶ୍ୱଶୁର ଘରେ ପ୍ରାୟତଃ ସେହି ଝିଅକୁ, ଯାହା ପ୍ରତିବଦଳରେ ବାପା ସେ ତା କିଡନୀ ବିକ୍ରି କରିଦେଇଥାଏ। ଏହା ହେଉଛି କଳିଯୁଗ ବନ୍ଧୁଗଣ। ଏଠି କୌଣସି ବି ଜିନିଷ ଅସମ୍ଭବ ନାହିଁ। ଏଠାରେ କଡ଼ି କୂଳ ଫଳ ଫୁଲ ଗଛ ଏବଂ ଗଛଲତା ସବୁ ମାଡ଼ି ବିକ୍ରି କରିଦିଏ। ସେଥିପାଇଁ ବନ୍ଧୁଗଣ, ତୁମେ ଧନରେ ବେଶକ ଗରିବ ରୁହ, କିନ୍ତୁ ହୃଦୟରୁ ରହିବ ଧନବାନ। କାହିଁକି ନା ପ୍ରାୟତଃ ଝୋପଡ଼ି କୁଡ଼ିଆରେ ହିଁ ଲେଖାଯାଇଥାଏ ସୁସ୍ୱାଗତମ୍, ଆଉ ମହଲରେ ଲେଖା ହୋଇଥାଏ କୁକୁର ପ୍ରତି ସାବଧାନ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କମେଣ୍ଟ ନିହାତି ଭାବରେ କରନ୍ତୁ ଏବଂ ଏହିଭଳି ମୋଟିଭେସନାଲ୍ ଷ୍ଟୋରି ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ। ଧନ୍ୟବାଦ।